ଦେବଗଡ଼ ଜିଲ୍ଲାରୁ ଆସିଛି ଦୁଃଖଦ ଖବର। ରେଙ୍ଗାଲି ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଚାଲିଗଲା ଦୁଇ ଶିଶୁଙ୍କ ଜୀବନ। ଅନ୍ୟପଟେ ମା ନିଖୋଜ ରହିଛି। ଗତ ରାତିରେ ମାଛଧରା ଡଙ୍ଗାରେ ମୂଷାଖାଣି ଗାଁର ବୁଲୁ ପେଣ୍ଠେଇ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନା ଏବଂ 5 ବର୍ଷର ପୁଅ ଆୟୁଷ ଏବଂ 3 ବର୍ଷର ପୁଅ ରିୟାଂଶଙ୍କୁ ନେଇ ଘରକୁ ଫେରୁଥିବା ସମୟରେ କୌଣସି କାରଣରୁ ଡଙ୍ଗା ଓଲଟି ପଡ଼ିଥିଲା। ତେବେ ଖୋଜାଖୋଜି ପରେ ଦୁଇ ପୁଅଙ୍କ ଶବ ନଦୀରୁ ମିଳିଥିବା ବେଳେ ଜ୍ୟୋତ୍ସ୍ନା ଏଯାଏଁ ନିଖୋଜ ହୋଇଛନ୍ତି। ଏଭଳି ଘଟଣା ଫଳରେ ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି। ଅନ୍ୟପକ୍ଷରେ ସେଠାରେ ଏଭଳି ଘଟଣା ପ୍ରାୟତଃ ଦେଖାଯାଉଥିଲେ ମଧ୍ୟ ପ୍ରଶାସନ ଚୁପ୍ ବସିବା ଦେଖିବାକୁ ମିଳିଛି। ଏହାକୁ ସ୍ଥାନୀୟ ପ୍ରଶାସନର ଉଦାସୀନତା କୁହାଯାଇପାରେ, ଯାହାଫଳରେ ଏଭଳି ଦୁଃଖଦ ଘଟଣା ଘଟିଛି। ବ୍ୟୁରୋ ରିପୋର୍ଟ, ଦ ରିପବ୍ଲିକ ଓଡ଼ିଶା 24 ନ୍ୟୁଜ୍।